ଭାଗ 3। କିଛି ଦିନ ପରେ ପ୍ରିନ୍ସ। ସୋନି, ତୁମକୁ ଗୋଟେ କଥା କହିବାର ଥିଲା। ସୋନି, ହଁ କୁହ। ପ୍ରିନ୍ସ, ତୁମେ ଭୁଲ ବୁଝିବନି ତ? ସୋନି, ନାଇଁ ତୁମେ କୁହ, ତାପରେ ମୋର ବି କିଛି କହିବାର ଅଛି। ପ୍ରିନ୍ସ, କଥା କ'ଣ କି ମୁଁ ତୁମକୁ ବହୁତ ପସନ୍ଦ କରେ। ସୋନି, ମୁଁ ବି ତୁମକୁ ବହୁତ ପସନ୍ଦ କରେ। ତୁମ ଜୀବନରେ ଆଉ କେଉଁ ଝିଅ ନାହାନ୍ତି ତ? ପ୍ରିନ୍ସ, ନା ନା, ମୋ ଜୀବନରେ ତୁମ ପ୍ରଥମ ଝିଅ, ଯାହାକୁ ମୁଁ ନିଜଠୁ ଅଧିକ ଭଲ ପାଏ, ଆଉ ସବୁଦିନ ମୋ ଜୀବନ ହୋଇ ରହିବ। ସୋନି, ତୁମେ ହେଉଛ ମୋ ପ୍ରଥମ ଭଲ ପାଇବା, ତୁମ ବିନା ଆଉ କାହାକୁ ଭଲ ପାଇପାରିବିନି। ସୋନି ପ୍ରିନ୍ସର ଭଲ ପାଇବାରେ ଏତେ ବ୍ୟସ୍ତ ରହୁଥିଲା ଯେ ସୋନାକୁ ବି ଠିକ୍ରେ ଫୋନ୍ କରୁନଥିଲା। ଆଉ ଯେତେବେଳେ ବି ଫୋନ୍ କରେ ଖାଲି ପ୍ରିନ୍ସ କଥା କୁହେ, ପାଠପଢ଼ାରେ ମନ ନଥିଲା। ସୋନି ତା ବାପା ମାଆଙ୍କର ଗୋଟିଏ ବୋଲି ଝିଅ, ଯାହା ଜିଦ୍ଦି କରେ ତାକୁ ତାହା ଦରକାର। ପ୍ରିନ୍ସ ସୋନିକୁ ପ୍ରଥମ ଥର ଦେଖା କରିବାକୁ କହେ। ସୋନି ପୁରା ବ୍ୟସ୍ତ ଥାଏ ଦେଖା କରିବାକୁ। ସେ ହଁ କହିଦିଏ, ହେଲେ ପ୍ରିନ୍ସର ଘର ବାଲେଶ୍ୱର। ପ୍ରିନ୍ସ ପ୍ରଥମ ଦେଖା ବାଲେଶ୍ୱରରେ କରିବାକୁ ଚାହେଁ। ସୋନି କ'ଣ କରିବ ଭାବୁଥାଏ, କ'ଣ କହି ବାଲେଶ୍ୱର ଯିବ।